ଛାଡ଼ିଛି ବର୍ଷା ବଢ଼ିଛି ଲୋକମାନଙ୍କର ଦୁର୍ଦ୍ଦଶା। ଗତକାଲି ଆମେ ନୀଳଗିରିର ତମାମ ଜାଗାର ଚିତ୍ର ଦେଖାଇଥିଲୁ କିପରି ଭାବରେ ଲଗାଣ ବର୍ଷା ଫଳରେ ନୀଳଗିରି ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ବେହାଲ ହୋଇଥିଲା ଏବଂ ଲୋକମାନେ କିପରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲେ। କେଉଁଠାରେ ଘର ଭାଙ୍ଗିଥିଲା, କେଉଁଠାରେ ଘର ଭିତରେ ପାଣି ଫସି ରହିଥିଲେ, ଲୋକମାନେ ମଧ୍ୟ ଏଯାବତ୍ କୋଉଠି ନା କୋଉଠି ରନ୍ଧା ଖାଦ୍ୟ ଖାଇବାରୁ ମଧ୍ୟ ବଞ୍ଚିତ ରହିଛନ୍ତି। ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚୁଛି, ସେମାନଙ୍କୁ ଉଦ୍ଧାର କରୁଛି, ସେମାନଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ଛାଡ଼ୁଛି ଏବଂ ସେମାନଙ୍କୁ ସହାୟତା ଯୋଗାଉଛି। କିନ୍ତୁ ବର୍ତ୍ତମାନ ଇଏ ହେଉଛି ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ଡେଙ୍ଗା ସାହିର ଚିତ୍ର। ଆମେ ଆପଣଙ୍କୁ ଦେଖାଇବୁ ଯେ କିପରି ଭାବରେ ଗୋଟିଏ ପରିବାର ଗତ 2 ଦିନ ହେବ ଘର ଭାଙ୍ଗିଲାଣି। ଯେତେବେଳେ ଲଗାଣ ବର୍ଷା ଲାଗି ରହିଥିଲା, ଜଙ୍ଗଲରୁ ପାଣି ଆସି ଘର ମୁହାଁ ହୋଇଥିଲା, ଘରେ ପାଖାପାଖି ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା। ଏବେ ପାଣି ଛାଡ଼ି ଯାଇଛି ସତ, କିନ୍ତୁ ନିଜ ବଞ୍ଚିବା ଶୈଳୀକୁ କିପରି ଭାବରେ ଆଗକୁ ନେବେ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ଦୁଇ ଦମ୍ପତି ଲାଗି ପଡ଼ିଛନ୍ତି। ମଉସା, ପ୍ରକୃତରେ ଯେଉଁ କାଳ ରାତି ଥିଲା କେମିତି ପାଣି ଆସିଲା, ପାଣି ଆସିବା ପରେ କ'ଣ କେମିତି ହଠାତ୍ ପାଣି ବଢ଼ିଲା, ଘର କେମିତି କ'ଣ ଅସୁବିଧା? ବର୍ଷା ଜୋର ହେବା ସେପଟୁ ପାହାଡ଼ ପାଣି ସବୁ ଆସିକି କେନାଲ ବି ଆମର ଏପଟ ହେଇନି, ଯାହାଫଳରେ କି ବାଡ଼ି ମାନଙ୍କର ସବୁ ପାଣି ପଶିଲା ପରେ ଘର ଉପରକୁ ଦେଇକି ପାଣି ଜମିଲା ତଳେ କାନ୍ଥ ସବୁ ଭୁଷୁଡ଼ିଗଲା। ରାତିରୁ ଆମେ ଯେତେବେଳେ ଦେଖିଲୁ ସକାଳେ କାନ୍ଥ ପୁରା ନଇଁ ଆସୁଛୁ। ତାପରେ ସେଇ ସମୟରେ ଛୁଆ ପିଲାକୁ ଡାକିକି ବାହାରିଲା ପରେ ଗୁରୁ ଗାଈ ସବୁ ଥିଲେ, ତାଙ୍କୁ ବାହାର କଲା ପରେ ସେଇ ସମୟ ଭିତରେ ଆମେ ଦେଖିଲୁ ଯେ ଆପେ କାନ୍ଥ ସବୁ ଭୁଷୁଡ଼ି ପଡ଼ିଲା। କାନ୍ଥ କେତେ ସମୟ ପର୍ଯ୍ୟନ୍ତ ପାଣି ଘରେ ଲାଗିକି ରହିଲା? ମିନିମମ୍ 9ଟା ପର୍ଯ୍ୟନ୍ତ, ରାତି 11ଠୁ 9ଟା ପର୍ଯ୍ୟନ୍ତ, ସକାଳ 9ଟା ପର୍ଯ୍ୟନ୍ତ। 11ଟା ବେଳେ କମ୍ ପାଣି ଥିଲା, ଠିକ୍ 3ଟା 4ଟା ପରେ ବେଶୀ ପାଣି ହେଲା। ଆଉ ସକାଳେ ରନ୍ଧାରନ୍ଧି ଖାଦ୍ୟ ଆପଣ ଖାଇଲେନି ନା? ନା, ସେ ରନ୍ଧାରନ୍ଧି ତ ବର୍ତ୍ତମାନ ହେଇନି। ଆଜି ରନ୍ଧାରନ୍ଧି କରିଛନ୍ତି, ଆଉ ଖିଆଖୁଇ ହେବ। କାଲି ଯାହା ପଖାଳ ଥିଲା ସବୁ ତ ମାଟି ପଡ଼ିକି ହେଇଥିଲା, ଆଉ ଆଜି ଶୁଖିଲା ଖାଇଥିଲେ, ଆଜି ରନ୍ଧା ଖାଦ୍ୟ ଖାଇବୁ। ଏପର୍ଯ୍ୟନ୍ତ ବି ଖିଆ ହେଇନି। ଏବେ କିଏ ଆସିଲେଣି ଦେଖିବା ପାଇଁ? ଏପର୍ଯ୍ୟନ୍ତ କେହି ବି ଆସିନାହାନ୍ତି, ସ୍ଥାନୀୟ ସରପଞ୍ଚ କିମ୍ବା ଆର୍ଆଇ। କିନ୍ତୁ MLA ସେ PS ମେମ୍ବର କହିଥିଲେ ଯେ MLA ତ ବର୍ତ୍ତମାନ ଆସିପାରିବେନି, ସହାୟତା ମିଳିବ। ବହୁତ ଏରକ ଲୋକଙ୍କର ହେଇଛି, କାହା କଥା ବୁଝିବେ, ଆଉ ଟିକେ ସମୟ ଲାଗିବ। କିନ୍ତୁ PS ମେମ୍ବର କହିଲେ ଯେ ଆସିବେ, ଆର୍ଆଇ ଆସିବେ, ସରପଞ୍ଚ ଆସିବେ, ଆଉ ଇନକ୍ୱାରି କରିବା ପାଇଁ ରୋହିତ କହିଲେ। ମୁଁ ସକାଳେ ପାଖରୁ ଜଗିଲି 3ଟା 4ଟା ପର୍ଯ୍ୟନ୍ତ ଜଗିଲି, ଏପର୍ଯ୍ୟନ୍ତ ବି କାହାରି ଦେଖା ନାହିଁ। ନିଶ୍ଚିତ ଭାବରେ ଦେଖନ୍ତୁ, ଘର ଭାଙ୍ଗିଛି, ଦୁର୍ଦ୍ଦଶାର ସହିତ ସେମାନେ ରହୁଛନ୍ତି। ତାପରେ ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା କେଉଁଠି ନା କେଉଁଠି ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିବ, କିନ୍ତୁ ଏଯାବତ୍ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ନାହିଁ କି ସେମାନଙ୍କ ଦୁଃଖ ମଧ୍ୟ ଶୁଣି ନାହିଁ। ମୁଁ ମୋର ସହଯୋଗୀଙ୍କୁ ବି ଦେଖାଇବା ପାଇଁ ପ୍ରକୃତରେ କିପରି ଏ ଘରର ଚିତ୍ର ରହିଛି ସମ୍ପୂର୍ଣ୍ଣ ଭାବରେ ଆମେ ଦେଖାଇବା ପାଇଁ ମଧ୍ୟ ଚେଷ୍ଟା କରିବୁ। ଏ ଘର କିପରି ଭାବରେ ଭାଙ୍ଗିଛି ଦେଖନ୍ତୁ। ଯେତେବେଳେ ବର୍ଷା ପାଣି ଲାଗି ରହିଥିଲା, ଧୀରେ ଧୀରେ ଯେଉଁ ଘରର କାନ୍ଥ ଗୁଡ଼ିକ ରହିଥିଲା, ଯେହେତୁ ମାଟି କାନ୍ଥ ରହିଛି, ମାଟି କାନ୍ଥ ବତୁରି ଥିଲା ଏବଂ ପରବର୍ତ୍ତୀ ସମୟରେ ଏ କାନ୍ଥ ଗୁଡ଼ିକ ଭାଙ୍ଗିଥିଲା, ଯେଉଁଥିପାଇଁ ସମ୍ପୂର୍ଣ୍ଣ ଭାବରେ ପରିବାର ଲୋକ ଅଳ୍ପକେ ବର୍ତ୍ତିଥିଲେ। ପରବର୍ତ୍ତୀ ସମୟରେ ନିଜକୁ ବଞ୍ଚାଇ ଏଠୁ ବାହାରିଥିଲେ। ତାଙ୍କର ଯେଉଁ ଆସବାବପତ୍ର ରହିଥିଲା, ସେ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଛି ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ, ଚାଉଳ କୁହନ୍ତୁ, ପରିବାପତ୍ର କୁହନ୍ତୁ, ସେ ମଧ୍ୟ ନଷ୍ଟ ହୋଇଛି। କେଉଁଠି ନା କେଉଁଠି ଦେଖନ୍ତୁ ଘର ଭାଙ୍ଗିଛି, କିନ୍ତୁ ଜଗନ୍ନାଥଙ୍କର ମୂର୍ତ୍ତି କେଉଁଠି ନା କେଉଁଠି ଅକ୍ଷୁର୍ଣ୍ଣ ଭାବରେ ରହିଛି। ଆମେ କହିପାରିବା ଯେ ଜଗନ୍ନାଥ କେଉଁଠି ନା କେଉଁଠି ଏ ପରିବାରକୁ ସହାୟ ହୋଇଛନ୍ତି। ଏ ଘର ଭାଙ୍ଗିଛି, କିନ୍ତୁ ପରିବାରର କୌଣସି ସଦସ୍ୟଙ୍କର କୌଣସି କିଛି ବି ଅସୁବିଧା ହୋଇନାହିଁ। କେଉଁଠି ଜଗନ୍ନାଥ ସେମାନଙ୍କୁ ରକ୍ଷା କରିଛନ୍ତି, ସେଥିପାଇଁ ଆମେ କହିପାରିବା। ନିଶ୍ଚିତ ଭାବରେ ଦେଖନ୍ତୁ କିପରି ଭାବରେ ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଛି, କିନ୍ତୁ ତାପରେ ବି ଯେହେତୁ ସେମାନଙ୍କୁ କୌଣସି ସୁବିଧା ମିଳିନି, ଏବେ ବି ସେମାନେ ସେଇ ଘରେ ରହୁଛନ୍ତି। ସେଇ ଘରେ ରହିବା ସହିତ ଖାଇବା ପାଇଁ ମଧ୍ୟ ନିଜର ଯେଉଁ ଆବଶ୍ୟକତା ରହିଛି, ଚୁଲି ହେଉ, କିପରି ଭାବରେ ଚୁଲିକୁ ସଜାଡ଼ିକି ପରବର୍ତ୍ତୀ ସମୟରେ ରୋଷେଇବାସ କରିବେ ସେଥିପାଇଁ ମଧ୍ୟ ଲାଗିଛନ୍ତି। ତାଙ୍କ ପତ୍ନୀ ମଧ୍ୟ ଆଲୋଚନା କରିବା। ଆଜ୍ଞା, ସେଦିନ ରାତି କେମିତି ଥିଲା? ସେଦିନ ରାତି ପରବର୍ତ୍ତୀ ସମୟରେ ଘର କେମିତି ଭାଙ୍ଗିଲା, କେତେ ଭୟ ଥିଲା ମନରେ? ଆମେ ବୋଲେ ସେଠି ଶୋଇଥିଲେ, ସବୁ ଏଠି ଝିଅ ସାଙ୍ଗରେ ଶୋଇଥିଲେ, ବୋଉ ଏକର ଶୋଇଥିଲେ, ତା ବାପା ଏଠି ଶୋଇଥିଲେ। ସେ ଝିଅ ତାର ମୁଁ କହିନି ପଳେଇ ଆସ, ଆଉ କାନ୍ଥ ଗଡ଼ିବ ନା କିଛି କରିବ, ଆଉ ବାହାରକୁ ପଳେଇ ଆସ। ହଠାତ୍ ପାଣି ଆସିଲା। ରାତି ସାରା ତ ବର୍ଷା ହେଉଛି, ପାଣି ତାର ଧାଇଁଛି। ସକାଳ ରାତି ପାଇଲା ବେଳକୁ ତାର ଏଠି ଦୁଆର ମୁହଁରେ ପାଣି ଠେକିଗଲା। ପୂର୍ବରୁ ଏବେ କେମିତି ପାଣି ହେଇଥିଲା କେବେ ଏମିତି? ନା, ଏବେ ଏତେ ବର୍ଷ ହେଲାଣି ଆମେ ରହିଲାଣି, ଏତେ ପାଣି ହେଇନଥିଲା। ହଠାତ୍ ଯେତେବେଳେ କାନ୍ଥ ଭାଙ୍ଗିଲା, କ'ଣ ଜଗନ୍ନାଥ ବଞ୍ଚେଇ ଦେଲେ ଆପଣଙ୍କୁ? ସେଥିରେ ଆଉ ଭୟ ଥିବନି ନା, ନିହାତି ଥିବ। ଆଉ ଏବେ ଏଇ ଭଙ୍ଗା ଘରେ ମଧ୍ୟ ରହୁଛନ୍ତି, ଏବେ ଭୟ ରହିଛି ନା ରହିନି? ସେରକମ ଆଉ ଦେଖି ଚାହିଁକି ରହିବା କଥା।
ସେଦିନ ରାତିରେ ଜଗନ୍ନାଥ ବଞ୍ଚିଛନ୍ତି ଆପଣମାନଙ୍କୁ। ହଁ ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଯେ ଯେପରି ଭାବରେ ଦମ୍ପତି ନିଜର ରାତ୍ରିର କାହାଣୀକୁ ବଖାଣୁଥିଲେ। ପାଖାପାଖି 6ରୁ 7 ଜଣ ଯେଉଁ ପରିବାରର ସଦସ୍ୟ ରହିଥିଲେ ଏଠାରେ ରହିଥିଲେ, କିନ୍ତୁ କେଉଁଠି ନା କେଉଁଠି ରାତିରେ ପାଣି ବଢ଼ିବା ସହିତ ଘରର କାନ୍ଥ ଭାଙ୍ଗିଥିଲା। ଅଳ୍ପକେ ସେମାନେ ବର୍ତ୍ତିଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ସେମାନଙ୍କ ନିକଟରେ, କିନ୍ତୁ ଏଯାବତ୍ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ। ଆମେ ଆଶା କରିବୁ ଏ ଖବର ପ୍ରସାରଣ ହେବା ପରେ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚୁ ଏବଂ ସେମାନଙ୍କୁ ସହାୟତା ଯୋଗାଉ। ନୀଳଗିରିରୁ ଦିଲ୍ଲୀପ ସ୍ୱାଇଁ, କନକ ନ୍ୟୁଜ୍।